ନୂଆ ରୂପରେ ଆସିଛି। ତଥାପି ଆମର ଯାହା ବି ଗଣେଶ ପୂଜାକୁ କହିବାକୁ ଗଲେ ତ ଆମେ ବି ଯେତେ ହୋମ ଟୁର ଭିଡ଼ିଓ କଲୁଣି, କିଛି ଭାଇ ମାନେ ଡିଜାଇନ ଚେଞ୍ଜ କରୁଛନ୍ତି, କିଛି ଭାଇ ମାନେ ବେସ୍ ଉପରେ ଲାଇନରେ ଉପରେ ଫୋକସ୍ କରୁଛନ୍ତି। ତ ଆପଣଙ୍କର ସେମିତି କ'ଣ ଅଛି? ମୋର ବି ଲାଇନ ଚେଞ୍ଜ ହଉଛି, ସାର୍ଫି ବି ଚେଞ୍ଜ ହଉଛି ଏଥର। ଆମେ ଶୁଣିବା ପାଇଲୁ ଆପଣଙ୍କର ଛୋଟ ଛୋଟ ସେଲ୍ ହେବାକୁ ଯାଉଛି, ତ ସେଇଟା କ'ଣ ସବୁ ସତ ମିଛ? ହଁ, ସେଲ୍ ହେବାକୁ ଯାଉଛି। ଯାହାର ବି ନେବାର ଇଚ୍ଛା ଅଛି ବି ନେଇପାରିବେ। ତ ଯୋଉ ଭାଇ ମାନେ ବି ଭାଇଙ୍କଠୁ ମାନେ ବଳିଆ ମ୍ୟୁଜିକ୍ ନେବା ପାଇଁ ଚାହିଁବେ ନେଇପାରିବେ ଆସିକି। ତ ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଯୋଜନା ଭାଇମାନଙ୍କୁ। ତ ଆପଣମାନେ ତ ସମୟ ଦେଖି ଜାଣିପାରୁଥିବେ ଆଜି କାହାର ହୋମ୍ ଟୁର୍ ଭିଡ଼ିଓ ହେଉଛି। ଆଉ ଭିଡ଼ିଓରେ ତ କ'ଣ ନାହିଁ କ'ଣ ହେଇଛି ଆପଣମାନେ ଫୁଲ୍ ଭିଡ଼ିଓ ଦେଖୁନ ନିହାତି ଡିଟେଲ୍ସ ଜାଣିପାରିବେ। ଆଉ ଆଜି ହେଉଛି ବଳିଆ ମ୍ୟୁଜିକ୍ର ହୋମ୍ ଟୁର୍ ଭିଡ଼ିଓ। ଆଉ ହୋମ୍ ଟୁର୍ ଭିଡ଼ିଓ କେମିତି କ'ଣ ହେଇଛି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିବ ନିହାତି ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ ଆଉ ଚ୍ୟାନେଲକୁ ମଧ୍ୟ ହାଇପ୍ ମଧ୍ୟ। ତ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା ଡେରି ନ କରି। ତ ଆମ ସାମ୍ନାରେ ଅଛନ୍ତି ଅନର ତ ଭାଇ ଆମ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ। ଭାଇ କେମିତି କ'ଣ ଅଛନ୍ତି? ଭଲ ଅଛି। ଆଉ ତମେ କେମିତି ଅଛ? ମୁଁ ତ ଭାଇ ଭଲ ଅଛି। ତ କହିବାକୁ ଗଲେ ଭାଇ ଏଇ ଗଣେଶ ପୂଜାରେ ଆପଣଙ୍କ କିଛି ଅପଡେଟ୍ ଅଛି କି ନାହିଁ? ହଁ, ଅପଡେଟ୍ ଅଛି। ସାବୁନ ଅଛି, ନୂଆ ରୂପରେ ଆସିଛି। ତଥାପି ଆମର ଯାହା ବି ଗଣେଶ ପୂଜାକୁ କହିବାକୁ ଗଲେ ତ ଆମେ ବି ଯେତେ ହୋମ୍ ଟୁର୍ ଭିଡ଼ିଓ କଲୁଣି, କିଛି ଭାଇ ମାନେ ଡିଜାଇନ ଚେଞ୍ଜ କରୁଛନ୍ତି, କିଛି ଭାଇ ମାନେ ବେସ୍ ଉପରେ ଲାଇନରେ ଉପରେ ଫୋକସ୍ କରୁଛନ୍ତି। ତ ଆପଣଙ୍କର ସେମିତି କ'ଣ ଅଛି? ମୋର ବି ଲାଇନ ଚେଞ୍ଜ ହଉଛି, ସାର୍ଫି ବି ଚେଞ୍ଜ ହଉଛି ଏଥର। ଆଉ ବେସ୍ ଉପରେ ସାଉଣ୍ଡ ଇକ୍ୱିପମେଣ୍ଟ ଉପରେ ବେଶ୍ ଯେତିକି ଅଛି ସେତିକି ରହିବ। ମାନେ ଏଇ ଯୋଉ ଚାରି ଅଛି ସେତିକି ରହିବ। ତ ଭାଇ ଯେମିତିକି ଆମେ ଶୁଣିବା ପାଇଲୁ ଆପଣଙ୍କର ଛୋଟ ଛୋଟ ସେଲ୍ ହେବାକୁ ଯାଉଛି, ତ ସେଇଟା କ'ଣ ସବୁ ସତ ମିଛ? ହଁ, ସେଲ୍ ହେବାକୁ ଯାଉଛି। ଯାହାର ବି ନେବାର ଇଚ୍ଛା ଅଛି ବି ନେଇପାରିବେ। ତ ଯୋଉ ଭାଇ ମାନେ ବି ଭାଇଙ୍କଠୁ ମାନେ ବଳିଆ ମ୍ୟୁଜିକ୍ ନେବା ପାଇଁ ଚାହିଁବେ ନେଇପାରିବେ ଆସିକି। ଆଉ ଭାଇଙ୍କ କଣ୍ଟାକ୍ଟ ନମ୍ବର ଆମେ ଡିସ୍କ୍ରିପ୍ସନରେ ଦେଇଦେବୁ। ତ ଭାଇଙ୍କ ମୁହଁରୁ ବି କଣ୍ଟାକ୍ଟ ନମ୍ବର ଆମେ ଶୁଣିବ। ତ ଭାଇ ଯୋଉ ଭାଇ ମାନେ ବି ଆପଣଙ୍କୁ ବୁକିଂ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଆପଣଙ୍କଠୁ ସେଟଅପ୍ ନେବା ପାଇଁ ଚାହୁଁଛନ୍ତି ଗଣେଶ ପୂଜା ପାଇଁ, ତ ଭାଇ ଆପଣଙ୍କ ଲୋକେସନ୍, ଆଡ୍ରେସ୍ ଆଉ କଣ୍ଟାକ୍ଟ ନମ୍ବର ପବ୍ଲିକରେ ଜଣାଇ ଦିଅନ୍ତୁ। ଆମର ମୋବାଇଲ ନମ୍ବର ହେଲା 7008886292 ଅନୁଗୁଳ ତୁରମା। ଭାଇ ଆପଣଙ୍କ ନାଁଟା ଟିକେ ପବ୍ଲିକ ଜଣାଇବେ। ମୋ ନାଁ ହେଉଛି ବଳିଆ। ତ ଭାଇଙ୍କ ନାଁ ତ ଜାଣିଲେ, ଆଉ ଭାଇଙ୍କ କଣ୍ଟାକ୍ଟ ନମ୍ବର ଜାଣିଲେ, ଆଡ୍ରେସ୍ ବି ଜାଣିଲେ, ତ ଆପଣମାନେ ଆସିକି ବୁକିଂ କରିପାରିବେ। ଆଉ ଯୋଉ ଭାଇମାନେ ବି ସେଟଅପ୍ ନେବା ପାଇଁ ରାଜି ଅଛନ୍ତି ତ ଆସିକି ଭାଇଙ୍କୁ କଣ୍ଟାକ୍ଟ କରିକି ନେଇପାରିବେ, କି ଭାଇଙ୍କ ସହିତ ଆସିକି କଥା ହେଇପାରିବେ। କଥା ହେଇକି ସେଟଅପ୍ କେମିତି କ'ଣ ଲାଗୁଛି ନିହାତି ଡିଜାଇନ ଦେଖିକି ଆପଣମାନେ ନିହାତି ନିଅନ୍ତୁ। ଆଉ ସେଟଅପ୍ ଯଦି ନେବା ପାଇଁ ବି ଚାହିଁବେ ନେଇପାରିବେ। ଭାଇ ଯଦି ଏଇ ସେଟଅପ୍ ସେଲ୍ ହେଲା ତ ଭାଇ ଏଇ ଟେକର ସେଟଅପ୍ ରହିବ କି ଅଲଗା କ'ଣ ମାନେ ଗାଡ଼ିରେ ଆସିକି ସେ ସେଟଅପ୍ ହବ? ମାନେ କହିବାକୁ ଗଲେ ଯେମିତି ଆଇଚର ସେଟଅପ୍ ହେଉଛି ସେମିତି କିଛି ଅଛି ପ୍ଲାନ୍? ନାଇଁ, ଟେକର ଟାଇପ୍ର ହବ, ଅଛି ପ୍ଲାନ୍ରେ ଅଛି। ଆଉ ଏ ଟେକର ଟାଇପ୍ର ହବ, ଆଉ କିନ୍ତୁ ମଡିଫାଏ ହବ ମଡିଫାଇ ହବ ଆଉ। ଯେମିତିକି ଆମର କହିବାକୁ ଗଲେ ବିନାୟକ ରିଆ ମ୍ୟୁଜିକ୍ ହଁ, ଯେମିତି କରୁଛନ୍ତି ସେମିତି ଟାଇପ୍ର ମଡିଫାଏ ହବ। ହଁ, ସେଇ ଟାଇପ୍ର ହବ। ସେଇ ଟାଇପ୍ର ତ ଭାଇ ଆପଣ ତ ଯେମିତି କଲେ ସେଟଅପ୍ ଏଇ ଟେକର ସେଟଅପ୍ ଟାଇପ୍ର ଅଲଗା ଡିଜାଇନ ଆସିବ। ତ ଭାଇ ଯଦି ଆପଣ ତ ଚାହିଁଥିଲେ ସେଇ ଆପଣଙ୍କର ଏଇଠୁ ଡିଜେ ଥିଲା, ଗାଡ଼ି ଥିଲା, ସେ ତ ଭଲ ଚାଲିଥିଲା, ମାର୍କେଟରେ ଭଲ କଲ୍ କରୁଥିଲେ, ତ ଆପଣ ସେଇ ସେଟଅପ୍ ଚେଞ୍ଜ କରିକି କ'ଣ ପାଇଁ ଅଲଗା ଗାଡ଼ିରେ ପୁଣି ସେଇ ସେଟଅପ୍ କରିବା ପାଇଁ ଚାହୁଁଛନ୍ତି? କିନ୍ତୁ ଏଇ ଯୋଉ ଟେକର ଯୋଉ ଅଛି ଆମର ଦୂର ବାଟ ଆମେ ଯାଇପାରୁନୁ। ତାପରେ ଆଜିକାଲି ଯୋଉ ଭଳିଆ ନିୟମ ହେଲାଣି, ଆରଟିଓ ହେଲାଣି, ପୋଲିସ ଧରାଧରି ହେଲାଣି, ଯୋଉ ଭଳିଆ ଇଏ ବି ହେଲାଣି, ଆଉ ସେଇଥିପାଇଁ ଟିକେ ଅପଡେଟ୍ କରିବାକୁ ଚାହୁଁଛୁ। ତ ଭାଇ ଯୋଉ ଡିଜାଇନ କରୁଛନ୍ତି ତ ଡିଜାଇନ ତ ଆପଣଙ୍କ ମାଇଣ୍ଡରେ ତ ଅଛି, ତ କେମିତି କ'ଣ ତଥାପି କରିବା ପାଇଁ ପ୍ଲାନ୍ କରୁଛନ୍ତି? ଦେଖନ୍ତୁ ଯୋଉ ଭଳିଆ ସିଷ୍ଟମ ଅଛି ଆଉ ଟିକେ ଅଲଗା, ଟିକେ ସାଇଡରେ ଟିକେ ଚେଞ୍ଜ ହେବାକୁ ଅଛି ଆଉ। ତ ସେଇ ଟେକର ବଡି ରହିବ କି ଅଲଗା କ'ଣ ରହିବ? ଟେକର ବଡି ରହିବ। ତ ଭାଇ ଯେମିତିକି ତ କହିଲେ ଟେକର ତ ବଡି ରହିବ। ତ ଭାଇ ଯୋଉ ଗଣେଶ ପୂଜା ଆସୁଛି ତ ଗଣେଶ ପୂଜା ପାଇଁ କିଛି ସ୍ପେଶାଲ ଅଛି କି ନାହିଁ ଆପଣଙ୍କର? ଅଛି ନା? ତଥାପି କ'ଣ ଅଛି? ଅଛି ଆଉ। ଆଉ ଭାଇ ଡିଜାଇନ ତ ଆମେ ଯୋଉଟା ଦେଖେଇଥିଲୁ ସେଇ ଡିଜାଇନ ରହିବ କି? ମାନେ ଏଇ ଡିଜାଇନ ରହିବ। ସେଟଅପ୍ ସେଲ୍ ହବ ବୋଲି ତ କହୁଛନ୍ତି ନା, ତ ସେଇ ଯୋଉ ନୂଆ ଗାଡ଼ି ହବ, ନୂଆ ଗାଡ଼ିରେ ଡିଜାଇନ ସେମ୍ ରହିବ ଅଲଗା କିଛି ହବ? ସେମ୍ ରହିବ। ସେମ୍ ରହିବ। ହୁଁ। ଆଉ ଯୋଉ ଭାଇ ନେବେ ସେ ସେଇ ଡିଜାଇନରେ ଚଲେଇବେ କି ଅଲଗା ଡିଜାଇନ ରଖିବେ? ସେଇଟା ଭାଇଙ୍କ ଉପରେ ନିର୍ଭର, ସେଇଥିରେ ଚଲେଇବେ କି ଅଲଗା କରିବେ ତାଙ୍କର ଇଚ୍ଛା। ସେଟଅପ୍ ଯୋଉ କହୁଥିଲେ ସେଲ୍ ହବ ବୋଲି ଆମେ ତ କହୁଥିଲେ, କିନ୍ତୁ ସେଲ୍ ଉପରେ ଆପଣଙ୍କୁ କିଏ କଣ୍ଟାକ୍ଟ କରୁଥିଲେ ଆଗରୁ ଆମ ପୂର୍ବରୁ, ଆମ ଭିଡ଼ିଓ ପୂର୍ବରୁ? ହଁ, କରିଥିଲେ, ତା ପୂର୍ବରୁ ବି ମୁଁ ଛାଡ଼ିଥିଲି, କରିଥିଲେ ଯେ ସେ କହିଲେ କାଲି ଆସୁଛି, ଆଜି ଆସୁଛି, ଏଇଭଳିଆ କହିଲେ ଯେ ମୁଁ ଆଉ କିଛି କହିପାରିଲିନି ତାଙ୍କୁ। ତ କହିବାକୁ ଗଲେ ମାନେ ସେମିତି କିଛି ରେଟ୍ ଫାଇନାଲ ହେଇନି ଆପଣଙ୍କ? ନା।
ତ ଭାଇ ଏଥର ଯୋଉ ଆସୁଛି ଆମର ବେସ୍ କେତେ କଣ ରହିବ, ଲାଇନ କେତେ କଣ ରହୁଛି ଗଣେଶ ପୂଜା? ବେସ୍ 4ଟା ରହିବ, ଲାଇନରେ 4ଟା ରହିବ। ତ ଏଥର ଆମର କମ୍ପାନୀ ମେଡ୍ ରହିବ କି ଆମର ଲୋକାଲ ମେଡ୍ ରହିବ? ଲୋକାଲ ମେଡ୍ ରହିବ। ତ ଆମେ ମଝିରେ ଆପଣଙ୍କର ଗୋଟେ ଦେଖିଥିଲୁ କି ଆପଣଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ହଁ ଆମର ଯାହାକି ଅନୁଗୁଳରେ ଆମର ରଶ୍ମି ଭାଇ ସାଇନ୍ 3D ଓନର, ହଁ। ଆଉ ତାଙ୍କ ଯୋଉ ଅଛି ଯୋଉ ରଶ୍ମି ଇଲେକ୍ଟ୍ରୋନିକ୍ସ, ହୁଁ ସେଇଠୁ ଆପଣ ଯାଇକି ଆରଡିଏସ୍ ଅଡିଓର କଣ ଲାଇନରେ ଆଣିଥିବେ ବୋଲି, କଣ ସେଇଟା ସତ କି କଣ? ହେଇଠୁ ଅଛି ତ ତାଙ୍କର ରଶ୍ମି ଏଇଠୁ। ତ ଅଲରେଡି ଗାଡିରେ ଲାଗି ସାରିଲାଣି କି ଲାଗିନି? ନାଇଁ, ଗଣେଶ ପୂଜାଠୁ ଓପନିଂ ହବ। ତାକୁ ଗଣେଶ ପୂଜାରେ ଓପନିଂ। ଆଉ ସେଇ ଲାଇନରେ ପ୍ୟାଚଅପ୍ ଆପଣ କଣ କରିବେ କି ରଶ୍ମି ଭାଇ ଆସିବେ କି ଅଲଗା କିଏ ଆସିବେ? ହେଇଟା କିଛି ଫାଇନାଲ ହେଇନି, ଦେଖିଆ କାହାକୁ କଣ ଗୋଟେ କହିବା ଡାକିବା ଆଉ। ଆଉ ସେ ଲାଇନରେ କ୍ୱାଲିଟି ଆପଣଙ୍କୁ କେମିତି କଣ ଲାଗିଲା? ବଢିଆ ଲାଗିଲା। ଏବେ ତ କହିବାକୁ ଗଲେ ରଶ୍ମି ଭାଇ ନାହାନ୍ତି, ବାହାରକୁ ଯାଇଛନ୍ତି। ହଁ। ତ ସେଇ ଜିନିଷ କ୍ୱାଲିଟି ଆପଣଙ୍କୁ ଭଲ ଲାଗିଲା କି ନାଇଁ? ନାଇଁ, 3 ବହୁତ ବହୁତ ବଢିଆ ଲାଗିଛି। ତ ଚାହିଁଥିଲେ ଆପଣ 4 ଆଣିପାରିଥାନ୍ତେ, କଣ 3 ଆଣିଲେ? ନାଇଁ, ସିଏଟା ନିଜେ କହିଲେ ଏଇଟା ନିଅ ତମ ପାଇଁ ଠିକ ହବ ବୋଲି। ତ ଏଇ ଯୋଉ ବେସ୍ ଉପରେ ତାଙ୍କଠୁ କିଛି ଆସିବ କି ଅଲଗା? ନାଇଁ, ବେସ୍ ଟା ରହିବ, ଲାଇନେଟା ଖାଲି ଆସିବ ତାଙ୍କର। ବେସ୍ ତ ଆପଣଙ୍କର ରହିଗଲେ ଅଛି, ଆଉ ଆଚ୍ଛା। ଆପଣ ମାନେ ତ ଦେଖିପାରୁଥିବେ ପଛପଟେ ଆମର ଅଛି ଇକ୍ୟୁମେଣ୍ଟ। ହଁ। ଆଉ ଭାଇ ଯାହାବି ଆପଣ ତ ସବୁ କହିଲେ, ତ କହିବାକୁ ଗଲେ ଏଇ ଯୋଉ ସାଉଣ୍ଡ କରିବା ପୂର୍ବରୁ ମାନେ କେତେ ବର୍ଷ ହବଣି ଆପଣଙ୍କୁ ସାଉଣ୍ଡ କରିବାକୁ? ମୁଁ ତ ଆଗ ମୋର ଷ୍ଟେଜ ପ୍ରୋଗ୍ରାମ, ଷ୍ଟାଣ୍ଡିଂ ପ୍ରୋଗ୍ରାମ ଥିଲା। ଆଜିକି ହେଇଯିବ ମୋର 12 ବର୍ଷ। ତଥାପି କେତେ କଣ ମସିହା ହବ? ଏଇଟା 12 ବର୍ଷର ହେଲେ ହିସାବ କରିଦେବେ। ମୁଁ ଆଗ ସାଉଣ୍ଡରେ ଯାଉଥିଲି, ଅଲଗା ଜଣଙ୍କ ଯାଉଥିଲି। ମାନେ ପ୍ଲେ କରିବାକୁ ହଁ ନା କଣ? ହଁ। ନାଇଁ ନାଇଁ, ପ୍ଲେ ନାଇଁ, ସାଉଣ୍ଡରେ ଏମିତି ଯାଉଥିଲି ଆଉ। ଓହୋ। 2ଟା ବକ୍ସରୁ କରିଛି ଆଉ ଏତିକି ଆଉ। ମାନେ 2ଟା ବକ୍ସ ମେସିନ୍ ଫେସିନ୍ ନେଇକି ମାନେ ଷ୍ଟେଜ ପ୍ରୋଗ୍ରାମ ଆପଣ କରୁଥିଲେ? ହଁ। ତ ସେଥିରୁ ମାନେ କେତେ କଣ ଏମିତି ଇଏ କରିକି ମାନେ ଟେକଓଭର କରୁଥିଲେ କେମିତି କଣ? 22,000 ଟଙ୍କାରୁ ଷ୍ଟାର୍ଟ କରିଥିଲି। ହୁଁ 22,000 ଟଙ୍କାରୁ ଷ୍ଟାର୍ଟ କରିକି ଆଜିକା ଡେଟରେ ଟେକର କରିଛି। ହୁଁ। ତ ଭାଇ ଯୋଉ ସେଇ ଟାଇମରେ ଆପଣଙ୍କର ଜର୍ଣ୍ଣିଟା କେମିତି କଣ ଥିଲା? ଭଲ। ତ ସେଇ ଟାଇମରେ ତ ଆପଣ ଚାହିଁଥିଲେ ଅଲଗା କିଛି କରିପାରିଥାନ୍ତେ, ତ ସେଇ ସାଉଣ୍ଡରେ ଆସିଲେ କଣ? ସେଇଟା ମୋର ପ୍ରଥମରୁ ଥିଲା, ମୁଁ ବହୁତ ସାଉଣ୍ଡରେ ବି ଯାଇଛି। ତ ଆପଣ ତ ଚାହିଁଥିଲେ ସାଉଣ୍ଡ ନ କରିକି, ମାନେ ତ ଜାଣିଥିବେ ବହୁତ ବଡ ବଡ ଷ୍ଟେଜ ପ୍ରୋଗ୍ରାମ ହଉଛି। ମାନେ ସାଉଣ୍ଡରେ ଯେତିକି ଇନଭେଷ୍ଟ ନ ହଉଛି, ଷ୍ଟେଜ ପ୍ରୋଗ୍ରାମରେ ତାଠୁ ବେଶୀ ଇନଭେଷ୍ଟ ହଉଛି କହିବାକୁ ଗଲେ। ତ ସେଇଥିରେ ତ ଆପଣ କରିପାରିଥାନ୍ତେ। ମୁଁ ଯୋଉଠିକି ଗଲି ଷ୍ଟାଣ୍ଡିଂ ଧରିକି ଗଲି, ସମସ୍ତେ ମତେ କହିଲେ ତୁ ଷ୍ଟାଣ୍ଡିଂ କରୁଛୁ, କେତେ ଦିନ କରିବୁ, ଆଉ ଟିକେ ଆଗକୁ ଚାଲେ। ହଁ। ସେଇଥିପାଇଁ ଆଗକୁ ଏଇ ଛୋଟ ସାଉଣ୍ଡଟା ଗୋଟେ ମୁଣ୍ଡକୁ ଆଇଲା ଆଉ। ତ ଭାଇ ସେଇ ଟାଇମରେ ଆପଣ କୋଉଥିରେ କଣ ଗାଡିରୁ ଷ୍ଟାର୍ଟ କରିଥିଲେ ଡିଜେ ସେଟଅପ୍? ଗଲା ବର୍ଷ ଗଣେଶ ପୂଜାରୁ ଷ୍ଟାର୍ଟ କରୁଛି, ଏଇଟାକୁ ହବ ବର୍ଷେ ହବ। ମାନେ କହିବାକୁ ଗଲେ ଏଇ ବର୍ଷ ହିଁ ଗୋଟେ ବର୍ଷରେ ଷ୍ଟାର୍ଟ କରିଛନ୍ତି। ହଁ। ଆଉ ଗୋଟେ ବର୍ଷ ହେଲାଣି ପ୍ରୋଗ୍ରାମରେ ଆପଣଙ୍କୁ କେମିତି କଣ ଫିଲିଙ୍ଗ ଲାଗୁଛି? ବହୁତ ବଢିଆ ଅଛି, କିଛି ଅସୁବିଧା ନାହିଁ। ଆଉ ତାପରେ ଆମର ଯୋଉ ଗଣେଶ ପୂଜା ଆସୁଛି, ଗଣେଶ ପୂଜାରେ ତ ଜାଣିଥିବେ ଭାଇ ଆପଣଙ୍କର କହିବାକୁ ଗଲେ କମ୍ପିଟିସନ ମାର୍କେଟ। ହୁଁ। ଆଉ କମ୍ପିଟିସନ ଠୁ ଆରମ୍ଭ କରି ଲୋକ ସାଉଣ୍ଡ କ୍ୱାଲିଟି ଉପରେ ଆଉ ବେଶୀ ସୁପର ଶୋ ଉପରେ ବେଶୀ ଫୋକସ କରୁଛନ୍ତି, କାରଣ ଯୋଉଠିକି ଯୋଉ ଭାଇ ମାନେ ବି ରିସିଭ କାଟି ଆସୁଛନ୍ତି, ତ ଅଲରେଡି ଆଗକୁ କହୁଛନ୍ତି ଭାଇ ଆପଣ କେତେଟା ସୁପର ଶୋ ଦଉଛନ୍ତି। ତ ସେ ଜିନିଷ ଉପରେ କିଛି ଫୋକସ ଅଛି କି ଆପଣଙ୍କର? ହଁ ଅଛି, ଲୋକମାନଙ୍କର ଯୋଉଟା ଡିମାଣ୍ଡ ସେଇଟା ତ ପୂରଣ କରିବାକୁ ପଡିବ ନା। ତ ଗଣେଶ ପୂଜା କଲ୍ ବୁକିଂ କଲଣି କି ନାଇଁ? ହଁ, ବୁକିଂ ହେଲାଣି 16 ତାରିଖଠୁ 28 ତାରିଖ ଯାକେ ବୁକିଂ ହେଇସାରିଲାଣି। ତ ଫାଷ୍ଟ ଓପନିଂ ପ୍ରୋଗ୍ରାମ କୋଉଠି ଅଛି? ଫାଷ୍ଟ ଓପନିଂ ପ୍ରୋଗ୍ରାମ ଆମର ଅଛି ଢେଙ୍କାନାଳ ଲାଇନ ପଟେ ଅଛି। ଢେଙ୍କାନାଳ ଲାଇନ୍, ତ ସିଙ୍ଗଲ ପ୍ରୋଗ୍ରାମ ହିଁ ସିଙ୍ଗଲ ସିଙ୍ଗଲ। ତ ସେଇ ଢେଙ୍କାନାଳ ଭାଇଙ୍କ ମାନଙ୍କ ପାଇଁ ସେଇଦିନ ଓପନିଂ ଅଛି ନା ଆପଣଙ୍କର? ହଁ ସେଇ ଓପନିଂ ରେ କିଛି ସ୍ପେଶାଲ ଦେଖିବାକୁ ମିଳିବ ଭାଇ? ହଁ, ନିହାତି ଯାହାକି ନିହାତି ଦେଖିବାକୁ ମିଳିବ। ସରପ୍ରାଇଜ କିଛି ଅଛି ତାଙ୍କ ପାଇଁ। ହଁ। ତ ଭାଇ ମାନେ ଆପଣ ଯଦି ବୁକିଂ କରିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ। ଆଉ ଆପଣ ମାନଙ୍କ ପାଇଁ କିଛି ସ୍ପେଶାଲ ବି ଅଛି। ଆଉ ସେଇ ସ୍ପେଶାଲ ଜିନିଷ କଣ ଅଛି ନିହାତି କମେଣ୍ଟ ମାଧ୍ୟମରେ ଆମକୁ ଜଣେଇବେ। ଆପଣଙ୍କ ଏରିଆରେ କେମିତି କଣ ପ୍ରୋଗ୍ରାମ ହେଲା ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଆପଣଙ୍କୁ ଯୋଉଟା କମି ଲାଗୁଛି ଭାଇଙ୍କୁ ନିହାତି ଜଣେଇବେ। ଆଉ ଭାଇ ସେଇଟା ଆପଣ ମାନଙ୍କୁ ନିହାତି ନେକ୍ସଟ ପ୍ରୋଗ୍ରାମରେ ଆପଣଙ୍କୁ ଯେମିତି କିି ସେଇ କମିଟାକୁ ଫିଲ୍ଅପ କରିକି ଆପଣ ମାନଙ୍କୁ ଦେଖେଇବା ପାଇଁ ଚାହିଁବେ। ତ ଭାଇ ଯାହାବି ଆପଣ ତ କହିଲେ, କିନ୍ତୁ ଆପଣ ଏଇ ଯୋଉ ଡିଜେ ସେଟଅପ ରେ ତାହେଲେ ଯୋଉ କମ୍ପିଟିସନ ହଉଛି, ମାନେ କହିବାକୁ ଗଲେ ଗଣେଶ ପୂଜାରେ କମ୍ପିଟିସନ କଲେ କେବେ ଧରିଛନ୍ତି କି ନାଇଁ? କମ୍ପିଟିସନ ତ 6ଟା ଖଣ୍ଡେ ଧରା ହେଇଛି, ହୁଁ। କିନ୍ତୁ ମୁଁ ସବୁଥିରେ ମନା କରୁଛି ଯେ ନାଇଁ କମ୍ପିଟିସନ ନ ହଉ ବୋଲି। ଏ କମ୍ପିଟିସନ ତ ମୁଁ ଚାହୁଁଛି ଯେମିତି କମ୍ପିଟିସନ ନ ହଉ ବୋଲି। ତ କହିବାକୁ ଗଲେ ଏଇ ଯୋଉ କମ୍ପିଟିସନ କୁ ନେଇ ଆପଣ କଣ କହିବେ? କମ୍ପିଟିସନ ତ ମୁଁ ତ ସବୁ ଭାଇ ମାନଙ୍କୁ ଅନୁରୋଧ କରୁଛି କମ୍ପିଟିସନ କେହି ନ କରନ୍ତୁ। ଏମିତିକି ତ ଆପଣ ତ କମ୍ପିଟିସନ କଥା କହିଲେ, ତ ଆପଣଙ୍କ ମତରେ କମ୍ପିଟିସନ କରିବାଟା ହଉଛି ଭଲ ନୁହେଁ। ଆଉ ତ ଭାଇ ଯୋଉ ଆପଣ ବଳିଆ ମ୍ୟୁଜିକ୍ ଯୋଉ ଗୋଟେ ବର୍ଷ ହେଲା ଆଣିଛନ୍ତି,
ଗୋଟେ ବର୍ଷ ତ ଆପଣ ଆଣିଲେ, ତ ଆପଣ ଯେତେବେଳେ ଷ୍ଟାର୍ଟିଂ କଲେ ଡିଜେ ସେଟଅପ୍ ଟେକରରେ, ତ ଆପଣ ତ ଚାହିଁଥିଲେ କିଛି ମାନେ ନା ଅଲଗା ରଖିପାରିଥାନ୍ତେ, ତ ଆପଣ ବଳିଆ ମ୍ୟୁଜିକ୍ କଣ ପାଇଁ ରଖିଲେ? ପ୍ରଥମରୁ ଯେତେବେଳେ ସାଉଣ୍ଡ ଷ୍ଟେଜ୍ ପ୍ରୋଗ୍ରାମ କରିଥିଲି ସେଠୁ ମୁଁ ବଢ଼ିଆ ମ୍ୟୁଜିକ୍ ଦେଇଥିଲି ମାନେ ଏଇ ଷ୍ଟେଜ୍ ପ୍ରୋଗ୍ରାମରେ ଷ୍ଟେଜ୍ ଆପଣଙ୍କ ନାଁ ପ୍ରୋଗ୍ରାମରୁ। ଥିଲା ବଳିଆ ସାଉଣ୍ଡ ମ୍ୟୁଜିକ୍। ହଁ ବଢ଼ିଆ ମ୍ୟୁଜିକ୍ ଥିଲା, ମୁଁ ସେଇଥିପାଇଁ ଏଇ ସାଉଣ୍ଡଟା କଲି ଯେ ଏଇ ଗୋଟେ ନାଁରେ ହିଁ ଦେଇଦେଲି। ତ ଭାଇ ଯୋଉ ବଳିଆ ନାଁଟା ଦେଇଛନ୍ତି ସେଇଟା ହଉଛି ଆପଣଙ୍କ ନାଁ କି ଆଉ କାହା ନାଁ? ନା ନା ମୋ ନିଜ ନାଁ ଟା ଅଛି। ତ ଆପଣଙ୍କ ଭଲ ନାଁ କଣ ଆଉ ନିକ୍ ନେମ୍ କଣ? ଭଲ ନାଁ ହଉଛି ବଳରାମ ସାହୁ, ଡାକ ନାଁ ହଉଛି ବଳିଆ। ତ ଭାଇ ଯେତେବେଳେ ବି ଆପଣ ଷ୍ଟେଜ୍ ପ୍ରୋଗ୍ରାମରେ ଏଣ୍ଟ୍ରି କଲେ, ତ ଆପଣ ତ ଚାହିଁଥିଲେ ଅଲଗା କିଛି ବିଜନେସ୍ ବି କରିପାରିଥାନ୍ତେ। ତ ସେଇଟା କିନ୍ତୁ ସେ ଜିନିଷକୁ ଛାଡି ମାନେ ସାଉଣ୍ଡ ଲାଇନରେ କଣ ପାଇଁ ପଶିଲେ? ମୋର ଛୁଆ ଦିନରୁ ମୁଁ ତା ସାଉଣ୍ଡରେ ଯାଇକି ମୁଁ ନିଜେ ହୁଁ। କରିଛି। ଯୋଉଠି ବି ସାଉଣ୍ଡ ବାଜୁଥିବ ମୁଁ ସେଇଠିକି ଯିବି ହାରି। ସେଇଠୁ ମନ ଗୋଟେ ଆଇଡିଆ ଆଇଲା ଯେ ମୁଁ କହିଲି କଣ ଗୋଟେ କରିବି ବୋଲି। ସେଇଠୁ ଏଇ ସାଉଣ୍ଡଟା କରିଲି ଆଉ। ତ ଆପଣ ଆଗରୁ କିଛି ବିଜନେସ୍ କରୁନଥିଲେ, ମାନେ ସାଉଣ୍ଡ କରିବା ପୂର୍ବରୁ କିଛି ବିଜନେସ୍ ନଥିଲା? କରୁଥିଲି ତଥାପି କରୁଥିଲି ଯେ ଆଗ ଜିନ୍ଦଲରେ ଥିଲି। ପ୍ଲାଣ୍ଟ ପ୍ଲାଣ୍ଟରେ ଆଗ ଥିଲି, ଡ୍ୟୁଟି ଥିଲା। ଡ୍ୟୁଟି ଥିଲି, ସେଠୁ ଛାଡିକି ସାଉଣ୍ଡ ଲାଇନରେ ପଶିଲି ଆଉ। ତ ଆପଣ ତ ପ୍ଲାଣ୍ଟରେ ତ ଥିଲେ, ମାନେ କହିବାକୁ ଗଲେ ମାସକୁ ମାସ ଦରମା ବି ହୁଁ। ପାଉଥିବେ ବହୁତ ମାନେ କହିବାକୁ ଗଲେ ଭଲ ଥିଲା। ହୁଁ। ତ ସେ ଜିନିଷକୁ ଆପଣ ଛାଡିକି କଣ ପାଇଁ ସାଉଣ୍ଡ ଉପରେ ତ ଚାହିଁଥିଲେ ତ ଅଲଗା କିଛି ବି କରିପାରିଥାନ୍ତେ? ନାଇଁ ମୁଁ ସେଠି ଯିବାରେ ମୋ ବୋଉ ମତେ କହିଲା ତୁ ଆଉ ଏଠିକି ଯାଆନି, ତୁ ନିଜ ସ୍ୱାଧୀନ ଯାହା କରିବା କଥା କର। ଆଉ ଏଇ ଯୋଉ ସକାଳେ ଯାଇକି ରାତିରେ ଆସିବୁ ଏଟା ଜମା ତାକୁ ଟିକେ ପସନ୍ଦ ହେଲାନି ଆଉ। ସେଇଥିପାଇଁ ନିଜେ କହିଲା ତୁ ଯାହା କରୁଛୁ ନିଜେ ମାନେ କର। ଯେମିତି କି ଆଜିକାଲି ଘରେ ଗୋଟିକିଆ ପୁଅକୁ ଯେମିତି ବାରଣ କରୁଛନ୍ତି ସେମିତି। ହଁ ମୋ ବୋଉ ତ ସେ ଆଗ ମୋ ପ୍ରତି ଆଗ ଆଉ। ତ ସେଇଥିପାଇଁ ମାନେ କହିବାକୁ ଗଲେ ଆପଣଙ୍କ ମା କହିବାରୁ ସେଇଠୁ ହୁଁ ଆପଣଙ୍କ ମାଇଣ୍ଡରେ ଗୋଟେ ମୋଟିଭ ଥିଲା ଯେ ମୁଁ ସାଉଣ୍ଡ କରିବି, ସେଇଠୁ ସାଉଣ୍ଡ ବିଜନେସରେ ଏଣ୍ଟ୍ରି କଲେ। ହଁ। ଯେମିତି ଦେଖିବ ଆପଣ ତ କହିଲେ ମାଙ୍କ ପାଇଁ ଗୋଟେ ସାଉଣ୍ଡ ବିଜନେସ୍ ଆଡ କଲେ। ତ ଭାଇ ଏଇ ଯୋଉ ଗୋଟେ ବର୍ଷ ହେଲା ଆପଣ ତ ସାଉଣ୍ଡ କଲେ, ତ ଆଗରୁ ତ ଆପଣ କହୁଥିଲେ ଷ୍ଟେଜ ପ୍ରୋଗ୍ରାମ କରୁଥିଲେ ବୋଲି। ହୁଁ। ତ ଯୋଉ ସାଉଣ୍ଡରେ ଯେବେଠୁ ଏଣ୍ଟ୍ରି କଲେଣି, ତ ଆପଣ ଷ୍ଟେଜ ପ୍ରୋଗ୍ରାମ ଏବେ କରୁଛନ୍ତି କି ନାହିଁ, କି ଖାଲି ସାଉଣ୍ଡ ଲାଇନରେ ଅଛନ୍ତି, କି ଅଲଗା କଣ ଚାଲିଛି? ନାଇଁ ଷ୍ଟାଣ୍ଡିଂ ପ୍ରୋଗ୍ରାମ ଅଛି, ଡିଜେ ବି ଅଛି, ଲୋକମାନଙ୍କର ଡିମାଣ୍ଡ ଅନୁସାରେ ଚାଲିଛି। ପ୍ରୋଗ୍ରାମ କରୁଛନ୍ତି। ବହୁତ ବଢିଆ ବି ଚାଲିଛି। ତ ଆପଣ ମାନେ ତ ବି ଦେଖିପାରୁଥିବେ ପଛପଟେ ଆମର ଅଛି ସାଉଣ୍ଡ ଇକ୍ୟୁମେଣ୍ଟ। ହୁଁ। ଆଉ ଯୋଉ ଭାଇ ମାନଙ୍କର ସାଉଣ୍ଡ ସହିତ ଉଲ୍ଟି ଷ୍ଟେଜ ପ୍ରୋଗ୍ରାମ ଉପରେ ବି ଯଦି ଦରକାର, ଭାଇଙ୍କ ସହିତ କଣ୍ଟାକ୍ଟ କଲେ ଭାଇ ଆପଣମାନଙ୍କୁ ପ୍ରୋଭାଇଡ କରିପାରିବେ। ଆଉ ଆମ ଜରିଆ ଯଦି ଭାଇଙ୍କୁ କଣ୍ଟାକ୍ଟ କରନ୍ତି ତ ଭାଇଙ୍କର ବି କିଛି ଅଫର ବି ପାଇପାରିବେ। ଆଉ କେମିତି କଣ ଭାଇଙ୍କର ମାନେ କହିବାକୁ ଗଲେ ପରଫମାନ୍ସ ରହୁଛି କଣ ନାହିଁ ବେଟର ଆପଣ ମାନେ ନିହାତି କମେଣ୍ଟରେ ବି ଜଣେଇବେ। ତ ଭାଇ ଆପଣ ଏଇ ଗୋଟେ ବର୍ଷ ହେଲାଣି ତ ସେଟଅପ୍ ଆଣିଲେଣି। ତ ଆପଣଙ୍କୁ ପବ୍ଲିକ ତ ବହୁତ ସାରା ଭଲ ପାଇବା ଦେଇଥିବେ। ତ ଆପଣଙ୍କୁ ଏମିତି ପ୍ରୋଗ୍ରାମ କରିବା ପାଇଁ କୋଉ ଜାଗାରେ ମାନେ କୋଉ ଜାଗାରେ ପରଫମାନ୍ସ କରୁଛନ୍ତି ପ୍ରୋଗ୍ରାମ କରୁଛନ୍ତି। ହଁ। ତ ଆପଣଙ୍କୁ ସେ କୋଉ ଜାଗାରେ ପରଫମାନ୍ସ କଲା ଟାଇମରେ ମାନେ ପ୍ରୋଗ୍ରାମ କଲା ଟାଇମରେ ଆପଣଙ୍କୁ କୋଉ ଜାଗାରେ ଭଲ ଲାଗିଛି? ମୁଁ ଯେତେ ପ୍ରୋଗ୍ରାମ କରିଛି ସବୁ ମତେ ଭଲ ଲାଗିଛି। ସବୁ ଜାଗାରେ ଭଲ ଲାଗିଛି। ଯୋଉ ଭାଇ ମାନେ ବି ମତେ ନେଇଛନ୍ତି ବି ସେମାନଙ୍କର ବିହେବ ବି ବହୁତ ବଢିଆ। ସେମାନେ ବି ବହୁତ ବଢିଆ। ତ ଭାଇ ଯୋଉ ଜାଗାକୁ ଏବେ ପ୍ରୋଗ୍ରାମ ଆପଣ ତ କରିବେ ତ ହୁଁ ଆପଣଙ୍କର ପ୍ରୋଗ୍ରାମ ଟାଇମରେ ହୁଁ। କିଛି ପ୍ରୋବ୍ଲେମ ହେଇନି ତ? ହଁ ଗୋଟେ ଗୋଟେ ଜାଗାରେ ତ ହେଇଛି ଆଜଷ୍ଟ ତ ପୁଣି କରିବାକୁ ପଡିଛି ଆଉ। ନାଇଁ ସେ ଜାଗାରେ ମାନେ କହିବାକୁ ଗଲେ ପବ୍ଲିକ ସପୋର୍ଟ କରନ୍ତି କି ନାଇଁ? ନାଇଁ ସବୁ ପବ୍ଲିକ ବହୁତ ସପୋର୍ଟ କରୁଛନ୍ତି। ନାଇଁ କାରଣ ଗୋଟେ ଗୋଟେ ଜାଗାରେ ଆପଣ ଦେଖୁଥିବେ ବି ମାନେ ପ୍ରୋଗ୍ରାମ ପୂର୍ବରୁ ତ ଭାଇ ନର୍ମାଲ ଇଏରେ ଥାନ୍ତି ପ୍ରୋଗ୍ରାମ ପରେ ମାନେ ଯେତେବେଳେ ଷ୍ଟାର୍ଟ ହେଇଯାଏ ହୁଁ। ଭାଇ ମାନେ ତ ଜାଣିଥିବେ ଆପଣ ମାନେ ହଁ କେମିତି କଣ ରହୁଛନ୍ତି। ତ ସେଇ ଉପରେ ବି କିଛି ଆପଣଙ୍କ କିଛି ପ୍ରୋବ୍ଲେମ ଫେସ ହେଇଛି କି ନାହିଁ? ଏଇଟା ସବୁ ଜାଗାରେ ଆସିବେ ଏଇଠି ବିଲ କାଟିବେ ନାହିଁ ଭାଇ ଆମେ ଅଛୁ ଇଏ ଅଛୁ। ପୁଣି ଯେତେବେଳକୁ ପସର ଯିବେ ଯେତେବେଳେ ମଝିଆ ମଝି ହେଇଯିବେ ସେତେବେଳୁ ତାଙ୍କର ଗୋଟେ ଗୋଟେ ବାହାରିବ ଆଉ। ତଥାପି ସେଥିରେ ବି ଆଡଜଷ୍ଟ କରୁ। ତ ଭାଇ ସେଇ ଜିନିଷଟା ଆପଣ ମାନେ କରନ୍ତୁ ନାହିଁ କାରଣ ଅନରଙ୍କର ବିହେଭିୟର ସହିତ ଆପଣ ମାନେ କାରଣ ସେ ବି ଜଣେ ଭାଇ ଓନର ଆପଣ ମାନେ ବି ପବ୍ଲିକ ହେଲେ ବି ଭାଇ ପବ୍ଲିକ ମାନେ ତ ଆପଣ ମାନଙ୍କୁ ଯେମିତି କହିଲେ ଭାଇ ଗୋଟେ ଜିନିଷ ଯାହା ବି କହିଲେ ଆପଣ ମାନଙ୍କୁ ଯେମିତି ବାଧିବ ସେମିତି ଗୋଟେ ଡିଜି ଓନରକୁ କହିବାକୁ ଗଲେ ସେ ଜିନିଷ କରନ୍ତୁ ନାହିଁ ସେ ଜିନିଷ କଲେ ବି ଗୋଟେ ଡିଜି ଓନରକୁ ବି ସେ ବାଧେ କାରଣ ସେ ହିଁ କହିବାକୁ ଗଲେ ଯୋଉ ଆମର ଯାହାବି ହଉ ଲକ୍ଷେ ହଉ 2 ଲକ୍ଷ ହଉ ଯାହା 10 ଲକ୍ଷ 5 ଲକ୍ଷ ଯାହାବି ସେ ଇନଭେଷ୍ଟ କରୁଛନ୍ତି ତାଙ୍କ ନିଜ ଇଏରୁ ଆଉ ସେଇଥିପାଇଁ ଆପଣ ମାନେ ସେ ବି ତ ନିଜେ ଡିଜି ଓନର ଆଉ ତାଙ୍କୁ ବି ତାଙ୍କୁ ରେସପେକ୍ଟ ଦିଅନ୍ତୁ ଆଉ ସେମିତି ଭଲ ପାଇବା ଦିଅନ୍ତୁ। ଆଉ ସେମିତି ଇଏ ରଖନ୍ତୁ ଭାଇଙ୍କ ସହିତ। କେମିତି ତ ସବୁ ଜିନିଷ କହିଲେ ତ ଭାଇ ଆପଣ ତ ଜାଣିଥିବେ ଯାହାକି ଭାଇ ମାନେ ଆମର ଯାହାବି ଯୋଉ ଭାଇ ମାନେ ବୁକିଂ କରି ନଉଛନ୍ତି ତ ସେ ପ୍ରୋଗ୍ରାମ ଷ୍ଟାର୍ଟିଂ ରୁ
ଯେମିତି ତାଙ୍କର ବିହେଭିୟର ରହୁଛି ତାପରେ ତ କିଛି ଟାଇମରେ ତ ଆପଣ ତ ନିଜେ ଜାଣିଥିବେ ସେ ଜିନିଷଟା ପ୍ରୋବ୍ଲେମ ଫେସ୍ ହେଇନି କି ଆପଣ? ହେଇଛି ନା, ଆମର ଏଇଠିକି ପାଖକୁ ଆସିବେ ବିଲ୍ କାଟିଲା ବେଳକୁ ଭଲସେ ପୁରା କଥାବାର୍ତ୍ତା ହେଇକି ଯିବେ। ଠିକ ଯେମିତି ପ୍ରଶାସନ ଯିବାକୁ ସାମ୍ନାରେ କିଛି କହିବେନି, ପୁରା ଏମିତି ମଝାମଝି ହେଇଯିବ, ସେ ତାଙ୍କର ରୂପ ଗୋଟେ ଦେଖେଇବେ ଆଉ। ସେ ଗୋଟେ ଅଲଗା ଟାଇପର ରୂପ ଦେଖେଇବେ ଆଉ, ଯେହେତୁ ଆମେ ତଥାପି ସେଥିରେ ଆଡଜଷ୍ଟ କରିକି ଆସୁ। ତ ସେଇ ଜିନିଷ ଭାଇ ମାନେ ଆପଣ ମାନେ ନିହାତି କରନ୍ତୁ ନାହିଁ, କାରଣ ଓନର ଜଣେ ଯାଉଛନ୍ତି ଆପଣଙ୍କୁ ଏଣ୍ଟରଟେନମେଣ୍ଟ କରିବା ପାଇଁ, ଆଉ ସେଇ ଜିନିଷଟା ତାଙ୍କର କହିବାକୁ ଗଲେ ଘର ବି ଚଳୁଛି। ତ ସେ ଜିନିଷକୁ ନେଇ ଆପଣ ମାନେ ସେମିତି କିଛି କରନ୍ତୁ ନାହିଁ। ଆଉ ଯଦି ବି ଯୋଉ ଭାଇ ମାନେ ବି ଦେଖନ୍ତି ଭିଡିଓ, ଯଦି ବି ସେମିତି ଜିନିଷ କିଛି ନ କରିବା ତ ବେଟର। ଆଉ ଓନରକୁ ରେସପେକ୍ଟ ଦେଇକି ସଲାମତରେ ଭାଇଙ୍କୁ ମାନେ ନେଇକି ପ୍ରୋଗ୍ରାମ ଏନ୍ଜୟ କରିକି ଭାଇଙ୍କୁ ସଲାମତରେ ଘରକୁ ବି ଛାଡିବାଟା ବେଟର। ତ ଭାଇ ଯେମିତି ତ ଆପଣ ସବୁ ଅପଡେଟ ଦେଲେ, ତ ଯଦି ଯୋଉ ଭାଇଙ୍କର ମାନେ ବି ବୁକିଂ କରୁଛନ୍ତି ଆପଣଙ୍କୁ, ତ ଆପଣ ପ୍ରୋଗ୍ରାମ କରିସାରିଲେ ତ ପବ୍ଲିକ ଭାଇ ମାନଙ୍କର ସେଇ ଟାଇମରେ ଗୋଟେ ନା ଭାଇ ଆପଣ ପରଫମାନ୍ସ ଭଲ ଦେଖେଇଲେ, ତ ଭାଇ ଆମର ଗୋଟେ ଡିମାଣ୍ଡ ରହୁଛି, ତ ଆପଣ ଆଗାମୀରେ କହିବାକୁ ଗଲେ ବଡ ସେଟଅପ୍ ଆକାରରେ ବଡ ସେଟଅପ୍ ନା ବାହାର କରନ୍ତୁ। ତ ସେଇ ଜିନିଷକୁ ନେଇ ପବ୍ଲିକ କଣ କହିବେ? ଲୋକଙ୍କର ଭଲ ପାଇବା ହେଲେ ଆଗକୁ ତ କରିହବ, ଏଇଟା ତ ଅଛି କରିବାକୁ ହବ। ଆଉ ଏଇଟା ଅବିକା ତ ନୂଆ ସେଟଅପ୍ ଯେତିକି ଯାହା ହଉଛି କନସେପ୍ଟ ବାହାରୁଛି। ଠିକ ଅଛି। ଇଏ ଆଗକୁ ଲୋକଙ୍କର ଭଲ ପାଇବା ଭଲ ହେଲେ ଆଗକୁ କିଛି କରିବି ଆଉ। ତ ଲୋକଙ୍କର ଆକ୍ସନ ହଁ, କିନ୍ତୁ ଯାହାବି ଯଦି ହବ ଆଗକୁ ବଡ ଆକାର ହବ, ବଡ ଆକାର ହବ। କିନ୍ତୁ ଏବେକା କହିବାକୁ ଗଲେ ବଡ ଆକାର ହବା ପାଇଁ ନାହିଁ। ଅବିକା ଯୋଉ ବଡ ଆକାର କରିବାକୁ ହେଲେ ଯୋଉ ଆଜିକା ଡେଟରେ ଯୋଉ ବଡ ସାଉଣ୍ଡ ମାନେ ଯୋଉ ଭଳିଆ ବାହାରୁଛନ୍ତି, ଆମେ ଏତିକି ହେଇପାରିବନି। କାରଣ ମୁଁ କହୁଛି ମୋ ଏଇ ହିସାବରେ କହୁଛି, ଅଲଗା ହିସାବରେ ମୁଁ କହିପାରୁନି ହେଲା। କାରଣ ଛୋଟ ବଜେଟ ଅପେକ୍ଷା ତାଙ୍କର ବଡ ହଁ ସେଟଅପର ବହୁତ ବଡ ବଜେଟ। ହଁ, ସେଇଥିପାଇଁ ମୁଁ ଏଇ ବର୍ଷଟା ଯାହା ଯେମିତି କରୁଛେ, ନେକ୍ସଟ ବର୍ଷକୁ ଦେଖିବା ଯଦି ପବ୍ଲିକଙ୍କର ଭଲ ପାଇବା ରହେ, ଯେମିତି ବି ଭଲ ପାଇବା ଦେଇଛନ୍ତି ଆଗକୁ ଯଦି ରହିବ, ଆଗକୁ ନୂଆ ଆସିବ ଆଉ। ତ ଆପଣଙ୍କ କହିବା ମତଲବ ଯେ ପବ୍ଲିକଙ୍କର ଯଦି ଭଲ ପାଇବା ସପୋର୍ଟ ହଁ, ରହିଲା, ତ ନିହାତି ଆପଣ ଗଣେଶ ପୂଜାକୁ କହିବାକୁ ଗଲେ ଆଗାମୀ ଅଧ୍ୟାୟରେ ଆପଣ ବଡ ବଡ ଆକାରରେ ଆକାର ସେଟଅପ୍ ଆସିବ ଆଣିବେ। ଆସିବ। ତ ଯାହା ବି ଅପଡେଟ ଥିଲା ଭାଇଙ୍କର ତ ଶୁଣିନେଲେ। ତ ଆପଣମାନଙ୍କ ପାଇଁ ଗଣେଶ ପୂଜା ପାଇଁ ଆସୁଛି ବଡ ଅପଡେଟ। ଆଉ ବଡ ଅପଡେଟ କଣ ଜାଣିନେଲେ, ଆଉ ବଡ ଆକାରର ଆସୁଛି ସେଟଅପ୍, ଆଉ ସେଟଅପ୍ କେମିତି କଣ ଲାଗୁଛି ଆପଣମାନଙ୍କୁ ଏରିଆରେ ପରଫମାନ୍ସ କେମିତି କଣ ହେଇଛି ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ତ ଯଦି ବି ଭିଡିଓଟି ଭଲ ଲାଗିଥିବ ନିହାତି ଲାଇକ୍ କମେଣ୍ଟ ସବସ୍କ୍ରାଇବ ଚ୍ୟାନେଲକୁ ହେଲ୍ପ କରିଦେବେ। ତ ଏତିକିରେ ଭିଡିଓ ଏଣ୍ଡ କରୁଛୁ। ଜୟ ଜଗନ୍ନାଥ ଭାଇ ମାନଙ୍କୁ। ଜୟ ଜଗନ୍ନାଥ।